କିଛି ନୂଆ ଶିଖିବା, କିଛି ନୂଆ ଜାଣିବା, କିନ୍ତୁ ବୁଝିବା, ପଢିବା ଏବଂ ପ୍ରୟୋଗ କରିବା ସେଇଟା ହେଉଛି ଓଡ଼ିଆ ପାଠଶାଳାର ପ୍ରଚେଷ୍ଟା। ଆପଣମାନଙ୍କୁ ସମସ୍ତଙ୍କୁ ସ୍ୱାଗତ ଓଡ଼ିଆ ପାଠଶାଳାକୁ। ଚାଲନ୍ତୁ ଆଜିର ଭିଡ଼ିଓରେ ଆମେ କଥା ହେବା ଗୋଟେ ଇମ୍ପୋର୍ଟାଣ୍ଟ ଟପିକ୍, ସେଟା ହେଲା ୱେଟଲ୍ୟାଣ୍ଡ। ୱେଟଲ୍ୟାଣ୍ଡ କହିଲେ ଆର୍ଦ୍ରଭୂମି। ସେଇଟା କ'ଣ ପୁଣି? ଆର୍ଦ୍ରଭୂମି ହେଉଛି ଏମିତି ଏକ ସ୍ଥାନ ଯେଉଁଠାରେ ବର୍ଷର ସବୁ ସମୟରେ କିମ୍ବା କିଛି ନିର୍ଦ୍ଦିଷ୍ଟ ସମୟରେ ଜଳ ଜମି ରହିଥାଏ। ଏହା ସ୍ଥଳଭାଗ ଏବଂ ଜଳଭାଗ ମଧ୍ୟବର୍ତ୍ତୀ ଏକ ଅଞ୍ଚଳ। ସରଳ ଭାଷାରେ କହିଲେ ଯେଉଁ ଜମି ସବୁବେଳେ ଓଦା ରହେ କିମ୍ବା ପାଣିରେ ବୁଡ଼ି ରହେ ତାହାକୁ ଆମେ ଆର୍ଦ୍ରଭୂମି କହୁଥାଉ। ଓଡ଼ିଶାର ଚିଲିକା ହ୍ରଦ ଏବଂ ଭିତରକନିକା ହେଉଛି ଆର୍ଦ୍ରଭୂମିର ସବୁଠାରୁ ବଡ଼ ଉଦାହରଣ। ଆର୍ଦ୍ରଭୂମିର ବୈଶିଷ୍ଟ୍ୟ କ'ଣ? କ'ଣ ରହିଛି ତା ବିଶେଷତା? ଏଠାରେ ପାଣି ସ୍ଥିର ହୋଇ ରହିଥାଏ କିମ୍ବା ଧୀରେ ଧୀରେ ପ୍ରବାହିତ ହୁଏ। ଏହା ମିଠା ପାଣି ମାନେ ଯେଉଁଟା ଫ୍ରେଶ୍ ୱାଟର କିମ୍ବା ଲୁଣ ପାଣି ହୋଇପାରେ। ସିଏ ମିଠା ପାଣି ବି ହେଇପାରେ, ଫ୍ରେଶ୍ ୱାଟର ବା ସଲ୍ଟି ୱାଟର ବି ହେଇପାରେ। ଏହି ଅଞ୍ଚଳ ମାଟିରେ ଅମ୍ଳଜାନ ପରିମାଣ କମ୍ ଥାଏ ଏବଂ ଏହା ସବୁବେଳେ ପାଣିରେ ଭିଜି ରହିଥାଏ। ଏଠାରେ ସ୍ୱତନ୍ତ୍ର ପ୍ରକାର ଗଛ ଯେମିତିକି ହେନ୍ତାଳ ବଣ, ଯୋଉଟାକୁ ଇଂଲିଶରେ ମ୍ୟାନଗ୍ରୋଭ୍ସ କୁହନ୍ତି, ଏବଂ ଅନେକ ପ୍ରକାର ପକ୍ଷୀ, ମାଛ ଓ ଜୀବଜନ୍ତୁ ବାସ କରନ୍ତି। ତ ଆର୍ଦ୍ରଭୂମିର ବିଭିନ୍ନ ପ୍ରକାରଭେଦ ରହିଛି, ଯେପରିକି ହ୍ରଦ ଓ ପୁଷ୍କରଣୀ ଯୋଉଠି ଥାଏ, ଯେଉଁଠିକି ପାଣି ଜମି ରହିଥାଏ, ତ ହ୍ରଦ ପୁଷ୍କରଣୀ ପାଖରେ ଆର୍ଦ୍ରଭୂମି ପାଇବା। ଦ୍ୱିତୀୟରେ ଜଳାଶୟ ବା ଦଳ ଦଳ ପ୍ରଦେଶ ଯୋଉଠି ସ୍ୱାମ୍ପ ଆଉ ଥାଏ ଯୋଉଠି ଥାଏ ସେଇଠି ଆମେ ପାଇପାରିବା ଆର୍ଦ୍ରଭୂମି, ଯେଉଁଠିକି କାଦୁଅ ଘାସ ପ୍ରଚୁର ପରିମାଣରେ ଥାଏ। ତା ସହିତ ନଦୀ ମୁହାଣ, ଯେଉଁଠିକି ନଦୀର ମିଠା ପାଣି ସମୁଦ୍ର ଲୁଣ ପାଣି ସହ ମିଶେ, ତ ସେଇ ସବୁ ଜାଗାରେ ଆମେ ଆର୍ଦ୍ରଭୂମି ପାଇବା। ତ ଆର୍ଦ୍ରଭୂମିର ଗୁରୁତ୍ୱ କ'ଣ? ତ କ'ଣ ହୁଏ? ଆର୍ଦ୍ରଭୂମି ହେଉଛି ନିଜେ ଏକ ନ୍ୟାଚୁରାଲ ଫିଲ୍ଟର, ତା ମାନେ ପ୍ରାକୃତିକ ଉପାୟରେ ଯୋଉଠି ଆମେ ଛଣା ପ୍ରକ୍ରିୟା ହୁଏ। ଏହା ପ୍ରଦୂଷିତ ଜଳକୁ ସଫା କରିବାରେ ସାହାଯ୍ୟ କରେ। ବର୍ଷା ସମୟରେ ଆର୍ଦ୍ରଭୂମି ଅଧିକ ଜଳ ଶୋଷି ନିଏ, ଯାହାଫଳରେ ବନ୍ୟାର ପ୍ରକୋପ କମିଯାଏ। ଏହା ମାଟି ତଳରେ ଥିବା ଜଳସ୍ତର ଗ୍ରାଉଣ୍ଡ ୱାଟର କୁ ବଢ଼ାଇବାରେ ସାହାଯ୍ୟ କରେ, ଆଉ ତା ସହିତ ମାଛ ଧରା ଓ ପର୍ଯ୍ୟଟନ ପାଇଁ ଲୋକଙ୍କୁ ଜୀବିକା ଯୋଗାଇଥାଏ। ଫେବୃଆରୀ 2 ତାରିଖକୁ ବିଶ୍ୱ ଆର୍ଦ୍ରଭୂମି ଦିବସ ବା ୱାର୍ଲଡ ୱେଟଲ୍ୟାଣ୍ଡ ଡେ ଭାବରେ ପାଳନ କରାଯାଏ। ଭିଡ଼ିଓଟି କେମିତି ଲାଗିଲା ମୋତେ କମେଣ୍ଟ କରିକି ଜଣାଇବ। ଯଦି କିଛି କ୍ୱେଶ୍ଚିନ୍ ଯଦି ଡାଉଟ୍ ଅଛି କମେଣ୍ଟରେ ଲିଖିଦେବ, ଆନ୍ସର କରିବା। ଆଉ ଯଦି ଭଲ ଲାଗିଲା ତାହେଲେ ଭିଡ଼ିଓକୁ ଅନ୍ୟଙ୍କ ସହିତ ସେୟାର କରିବ, ଲାଇକ୍ କରିବ, ଆଉ ଚ୍ୟାନେଲକୁ ସବସ୍କ୍ରାଇବ କରି ବେଲ୍ ଆଇକନ୍ ପ୍ରେସ୍ କରି ଅଲ୍ ନୋଟିଫିକେସନକୁ ଅନ୍ ରଖିବ। ତାହେଲେ ରହୁଛି, ଦେଖା ହେବା ଆଗାମୀ ଭିଡ଼ିଓରେ। ଭଲ ରୁହ, ସୁସ୍ଥ ରୁହ, ମୋତେ ଅନୁମତି ଦେବ। ବାଏ।